দাস, জীবের স্বরূপ হয় কৃষ্ণের নিত্য দাস। জীব তা নিজর নুহে, জীবই কৃষ্ণଙ୍କର নিত্য দাস, কৃষ্ণ ତାଙ୍କ ନିତ୍ୟ ପ୍ରଭୁ। ତେଣୁ ଜୀବ କଦାପି କହିପାରିବ ଯେ ମୁଁ ମୋର, ନା, କୃଷ୍ଣଙ୍କର। ଏ ହେଉଛି ପୂର୍ଣ୍ଣ କୃଷ୍ଣ ଚେତନା, ଏ ପୂର୍ଣ୍ଣ କୃଷ୍ଣ ଚେତନା। এই ପ୍ରକାର କୃଷ୍ଣ ଚେତନଶୀଳ ବ୍ୟକ୍ତି ଭୌତିକ ଜଗତରେ ଥିଲେ ସୁଦ୍ଧା ଭୌତିକ ଜଗତ ସହିତ ତାଙ୍କର କିଛି ସମ୍ପର୍କ ନାହିଁ, କୌଣସି ଆସକ୍ତି ନଥାଏ। ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ, ସେ ପ୍ରକାର ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ, he has no connection with material world. He accepts this material world in relationship with the supreme personality of Godhead. ଏ ଭଗବାନଙ୍କର ସୃଷ୍ଟି, ଭଗବତଙ୍କର ସମ୍ପତ୍ତି ଯାହା କିଛି ଆମେ ଦେଖୁଛେ, ଏସବୁ ଭଗବାନଙ୍କର ସେବୋପକରଣ, ସେବାର ଉପକରଣ। ଭଗବାନଙ୍କର ସେବାରେ ସବୁକୁ ବିନିଯୋଗ କରାଯିବ, ତାଙ୍କୁ ପ୍ରୀତି ଆନନ୍ଦ ଦିଆଯାଇପାରିବ। ସେଥିପାଇଁ ଭକ୍ତ କ'ଣ କରେ ନା ସବୁକିଛି ଏ ପ୍ରକାର ପୂର୍ଣ୍ଣ କୃଷ୍ଣ ଚେତନଶୀଳ ମହାଭାଗବତ ଯେ ସେ ସବୁକିଛି କୃଷ୍ଣଙ୍କ ସେବାରେ ଲଗାଏ, କାରଣ ସବୁ କୃଷ୍ଣଙ୍କର ବସ୍ତୁ। ଏ ହେଉଛି ଭକ୍ତ, ହେଉଛି ଭକ୍ତି। ପ୍ରଭୁପାଦ ମହାରାଜ ବିଶେଷ କରି କହୁଛନ୍ତି ଯେ of course this consciousness is not for the ordinary persons, but if one takes to the path of devotional service as prescribed nectar of devotion, he can be trained in this consciousness and attain perfect understanding. For a Krishna conscious person, nothing is palatable without relationship with Krishna. Krishna Chetana, Purna Krishna Chetana ଲାଭ କରିବା ଦୁର୍ଲଭ ମାନବ ଜୀବନର ଲକ୍ଷ୍ୟ ଉଦ୍ଦେଶ୍ୟ। ଭଜିବ ଭୁଲିଆ ସେ ସଂସାର ଭିତରେ ଭୁଲିଆ ରହିଲେ ତୁମେ ଅବିଦ୍ୟାର ଭରେ। ମହାଜନ ବାକ୍ୟ। ଭଜନ କରିବାକୁ ଆସିଛ ତୁମେ, ହରି ହେଉଛନ୍ତି ଭଜନୀୟ, ହରି ଭଜନ କରିବାକୁ ଆସିଛ, ହରି ହେଉଛନ୍ତି ଭଜନୀୟ। କାହିଁକି? ତାଙ୍କ ସହିତ ଜୀବର ନିତ୍ୟ ପ୍ରୀତିର ସମ୍ବନ୍ଧ ଅଛି, ନିତ୍ୟ ପ୍ରୀତିର ସମ୍ବନ୍ଧ ଅଛି। ତେଣୁ ସେ ହେଉଛନ୍ତି ଭଜନୀୟ ବସ୍ତୁ, ତାଙ୍କ ସହିତ ପ୍ରୀତି ସମ୍ବନ୍ଧ ଅଛି। ହରି ସମସ୍ତଙ୍କର ଆତ୍ମା, ତେଣୁ ପ୍ରିୟ, ପ୍ରିୟଜନଙ୍କର ସେବାରେ ହିଁ ସୁଖ। ସୁତରାଂ ସେଇ ଅର୍ଥ, ତାହା ହିଁ ଅର୍ଥ। ଏଇଥିପାଇଁ ହରିଙ୍କଠାରେ ଭଜନୀୟ ଗୁଣ ବର୍ତ୍ତମାନ ତାଙ୍କର ଭଜନରେ ସଂସାର ରୂପ ଅବିଦ୍ୟାର ଉପଶମ হয়। ଭୁଲିଆ ରହିଲେ ତୁମେ ଅବିଦ୍ୟାର ଭରେ, ଅବିଦ୍ୟାର ବଶବର୍ତ୍ତୀ ହେଇକରି ଭୁଲି ଯାଇଛ। ତେଣୁ ଯେଉଁମାନେ ଉତ୍ତମ ଭକ୍ତ, ମହାଭାଗବତ, ପୂର୍ଣ୍ଣ କୃଷ୍ଣ ଚେତନା ଲାଭ କରିଛନ୍ତି, ସବୁ କୃଷ୍ଣ ସମ୍ବନ୍ଧୀ ଦେଖୁଛନ୍ତି, ସେତେବେଳେ ଏହିପରି ଅଜ୍ଞାନଗ୍ରସ୍ତ ମାୟାଗ୍ରସ୍ତ ଜୀବକୁ ଦେଖନ୍ତି ଅଜ୍ଞାନ ଅନ୍ଧକାରରେ ପଡ଼ି କୃଷ୍ଣ ଚେତନା ବିହୀନ ହେଇକରି ଦୁଃଖ ପାଉଛି। କୃଷ୍ଣ ଚେତନା ବିହୀନ ହେବା ହିଁ ହେଉଛି ଦୁଃଖ ପାଇବା। ଇଗ୍ନୋରାନ୍ସ ଇଜ ଦି କଜ ଅଫ୍ ସଫରିଂ। ଅଜ୍ଞାନତା, କୃଷ୍ଣ ଚେତନା ବିହୀନତା ହେଉଛି ତୁମ ଦୁଃଖର କାରଣ। ସେ ଉତ୍ତମ ଭାଗବତ ମହାଭାଗବତ ଦେଖନ୍ତି ଯେ ତାଙ୍କର ହୃଦୟ ବିଗଳିତ ହୁଏ, କୃଷ୍ଣର ଜୀବ ଇଏ, କୃଷ୍ଣଙ୍କ ସହିତ ନିତ୍ୟ ସମ୍ବନ୍ଧ ଅଛି, ଅର୍ଥାତ୍ ଅଜ୍ଞତା ଦୁଃଖ ପାଉଛି, ତା ପ୍ରତି କୃପା କରନ୍ତି, ତା ପ୍ରତି କୃପା କରିକି କୃଷ୍ଣ ଚେତନା ବିଜ୍ଞାନ ତାକୁ ପ୍ରଦାନ କରନ୍ତି। ଏ ହେଉଛି ସାଧୁଙ୍କର କୃପା। ସାଧୁଙ୍କର କୃପା ହେଉଛି କୃଷ୍ଣ ଚେତନା ବିଜ୍ଞାନ, କୃଷ୍ଣ ଚେତନା ପ୍ରବେଶ କରାଇବା। ଇ କୃପା, ତାର ଦୁଃଖ ନଷ୍ଟ ହବ, ସବୁଦିନ ପାଇଁ ଦୁଃଖ ଦୂର ହବ, ଆଉ ଦୁଃଖ ପାଇବ ନା। ପୂର୍ଣ୍ଣ କୃଷ୍ଣ ଚେତନା ଲାଭ କରୁ ସୁଖୀ ହଉ। ଏ ସାଧୁ ହୃଦୟ, ଏ ହେଉଛି ସାଧୁର ହୃଦୟ, ଇଏ ହେଉଛି ବୈଷ୍ଣବର ହୃଦୟ, ଇଏ ହେଉଛି ମହାଭାଗବତ ହୃଦୟ। ସେଥିପାଇଁ ସେ ରାଜ୍ୟରୁ ଅବତରଣ କରନ୍ତି, ସର୍ବତ୍ର ବିଚରଣ କରିକିରି କୃଷ୍ଣ ଚେତନା ବିଜ୍ଞାନ ପ୍ରଚାର କରନ୍ତି। ସ୍ୱଚିତ୍ତେ ସତୈବ ସିଦ୍ଧ ଆତ୍ମା ପ୍ରିୟାର୍ଥ ଭଗବାନ ଅନନ୍ତ ତଂ ନିର୍ବୃତ୍ତ ସନ୍ନ୍ୟତାର୍ଥ ଭଜେତ୍ ସଂସାର ହେତୁ ପରମଶ୍ଚ ଯତ୍ର। ସଂସାର ବନ୍ଧନରେ ପଡ଼ିକିରି ଦୁଃଖ ପାଉଛି, ମୁଁ ମୋର କରୁଛି, କାହିଁକି? କୃଷ୍ଣ ଚେତନା ବିହୀନ ହେଇଥିବା। ସେଥିପାଇଁ ତାର ଦୁଃଖ ଦୂର କରାଯିବ। ଭକ୍ତି ସାଧନ ବ୍ୟତୀତ କର୍ମ ଜ୍ଞାନ ଯୋଗ ସାଧନ ଶାସ୍ତ୍ରରେ କୁହାଯାଇଥିଲେ ସୁଦ୍ଧା ଭକ୍ତି ଶାସ୍ତ୍ର ବ୍ୟତୀତ କୌଣସି ସାଧନ ପରତତ୍ତ୍ୱର ସାକ୍ଷାତକାର କରିପାରିବେ ନା। ସେଥିପାଇଁ ଭାଗବତ ଶାସ୍ତ୍ର ଉପଦେଶ କରିଛନ୍ତି ଭକ୍ତି ଦ୍ୱାରା ହିଁ ଭଜନ କରିବ। ଭକ୍ତି ଦ୍ୱାରା ଭଜନ କରିବ, ପ୍ରୀତିରେ ଭଜନ କରିବ। ପ୍ରୀତି ନାହିଁ ଭଜନ ହବ ନା। ପ୍ରୀତିର ଭଜନୀୟ ବସ୍ତୁ ହରି, ହରି ସେଇଥିପାଇଁ ଏକମାତ୍ର ଭଜନୀୟ, କୀର୍ତ୍ତନୀୟ ସଦା ହରି। ସେଇଥିପାଇଁ ଉପଦେଶ କରିଛନ୍ତି ଭକ୍ତିରେ ପ୍ରୀତିରେ ଭଜନ କରିବ। এই বাক্যরে কর্ম জ্ঞানর সমাদর করা হয় নাই। জীবক স্বয়ং প্রভু সেইপাই কହୁଛନ୍ତି সাক্ষাৎ ভক্তিয়া শ্রবণ কীর্তনাদি লক্ষণৈব ভজতে ইত্যুক্তম সন্দর্ভরে তাଙ୍କର କହିଛନ୍ତି ସାକ୍ଷାତ ଭକ୍ତିର ଲକ୍ଷଣ କହିଲେ ହରିଙ୍କର ରୂପ ଗୁଣ ଲୀଳା ଶ୍ରବଣ କୀର୍ତ୍ତନ କରିବ। ଯାହା ହରିଙ୍କ ସମ୍ବନ୍ଧୀ ନୁହେଁ, ଦ୍ୟାଟ୍ ଇଜ ନଟ୍ ପାଲାଟେବଲ୍। କୃଷ୍ଣ ନଥିଂ ଇଜ ପାଲାଟେବଲ୍ ୱିଦାଉଟ୍ ରିଲେସନ୍ ଟୁ କୃଷ୍ଣ। ହରି କଥା ନୁହେଁ, ହରି ସମ୍ବନ୍ଧୀ ନୁହେଁ,
କୃଷ୍ଣ ଚେତନ ବ୍ୟକ୍ତି କି ତାକୁ ରୁଚିବ ନା ଅରୁଚିକର ବୋଧ ହବ। ଏଇଟା କଥାଟାକୁ ସାକ୍ଷାତ ଭକ୍ତିର ଲକ୍ଷଣ କହିଲେ ହରିଙ୍କର ରୂପ ଗୁଣ ଲୀଳା ଶ୍ରବଣ କୀର୍ତ୍ତନ। ଜୀବକ ସ୍ୱୟଂ ଭାଗବତରୁ ବହୁ ପ୍ରମାଣ ଉଦ୍ଧାର କରିଛନ୍ତି। ସୁତ ସୌନକ ସମ୍ବାଦରେ ସୁତଙ୍କର ହେତୁପୂର୍ଣ୍ଣ ଉପଦେଶରେ ଶ୍ରବଣ କୀର୍ତ୍ତନ ରୂପ ସାକ୍ଷାତ ଭକ୍ତିର ଅଭିଧେୟିତ ଦେଖେଇଛନ୍ତି। ସବୈ ପୁଂସାଂ ପର ଧର୍ମ ଯତ ଭକ୍ତିର ଧୋକ୍ଷଜେ ଅହେତୁକୀୟ ପ୍ରିୟତା ଜୟାତ୍ମା ସୁପ୍ରସିଦ୍ଧତି। ସମସ୍ତ ଶାସ୍ତ୍ର ସାର ସର୍ବବେଦାନ୍ତ ସାର ଶ୍ରୀମଦ୍ ଭାଗବତରେ ଏକାନ୍ତ ଶ୍ରେୟ ବସ୍ତୁଟା କ'ଣ? এই প্রশ্নের উত্তরে সুত গোস্বামী কহিলে ଯେଉଁ ଧର୍ମରୁ ଅଦକ୍ଷଜ ଭଗବାନ ଠାରେ ଭକ୍ତି হয় ତାହା ହିଁ ଜୀବଗଣଙ୍କର ସର୍ବଶ୍ରେଷ୍ଠ ଧର୍ମ। ଏବଂ ସେ ଭକ୍ତି ଧର୍ମର ଗୁଣ ଦେଖେଇଲେ ଅହେତୁକୀ ଅପ୍ରତିହତା, ଏଥିରେ ଆତ୍ମାର ପ୍ରସନ୍ନତା ଲାଭ হয়। ତୁମେ ଆତ୍ମା, ତୁମେ ଶରୀର ନୁହଁ। ପ୍ରଥମ ଶିକ୍ଷା ଶ୍ରୀମଦ୍ ଭଗବତ ଗୀତା ଦିଆଯାଇଛି, ତୁମେ ୟୁ ଆର୍ ନଟ୍ ବଡି, ୟୁ ଆର୍ ସ୍ପିରିଟ୍ ସୋଲ୍। ଏ ପ୍ରଥମ ଶିକ୍ଷା। ତେଣୁ ଆତ୍ମାର ପ୍ରସନ୍ନତା ହବ କେମିତିକା? আত্মার প্রসন্নতা হব যত ভক্তির অদক্ষ যে অদক্ষ যে বস্তু যে ভগবানଙ୍କର সেবারে প্রীতিপর সেবা নিযুক্ত হলেই আত্মার প্রসন্নতা হব। ভক্তি ধর্ম গুণ হলা অহেতুকী অপ্রতিহতা, আত্মার হরি কথারে রুচি হলে শ্রবণ কীর্তন রূপে সাক্ষাৎ ভক্তি যোগ প্রবর্তিত হয়। সে এই প্রকার ব্যক্তি হরি কথারে রুচি, হরি কথা অতি সুস্বাদু অমৃতময়, তেণু পালাটেবু রুচিকর হব। শ্রবণ কীর্তন সাক্ষাৎ ভক্তি যোগ প্রবর্তিত হয়। এই প্রকার ভক্তি অনুষ্ঠান ফলে জ্ঞান বৈরাগ্য গুণর উপরে ভক্ত ঠারে জন্মিতায়। জনয়তি আশু বৈরাগ্যম বাসুদেবে ভগবতী ভক্তি যোগ প্রয়োজিত। জনয়তি আশু বৈরাগ্যম জ্ঞানঞ্চ যত অহেতুকম। এ স্বতঃ জ্ঞাନ ବୈରାଗ୍ୟ ଦାତା ଯେତେବେଳେ ଭକ୍ତି ପଥକୁ ଆସିବ, ଯେତେବେଳେ ଭକ୍ତି ପଥକୁ ଆସିଯିବ ଶୁଦ୍ଧ ଭକ୍ତି ପଥକୁ ସ୍ୱତଃ, ସେଥିପାଇଁ ଭକ୍ତ ସ୍ୱତନ୍ତ୍ର ବା ସ୍ୱତନ୍ତ୍ର ଭାବେ ଜ୍ଞାନ ବୈରାଗ୍ୟ ଆଚରଣ କରିବାର କୌଣସି ପ୍ରୟାସ କରେ ନା, କୌଣସି ପ୍ରୟାସ କରେ ନା। ସେଥିପାଇଁ ଏସବୁ କଥା ଆଲୋଚନା ହେଇଛି। ଆଉ ଭକ୍ତି ଦେବୀଙ୍କର